କଣ ହେଲା କଣ ହେଲା ଗେଲୁ ଏଇ ମୁଁ ନଥିଲି ବୋଲି ମନ ଦୁଃଖ କରୁଛୁ କି? କଣ ହେଇଛି କଣ ହେଇଛି? ହଁ ହେ ଅଣ୍ଟା ବଥା ଅଣ୍ଟା ବଥା ଅଣ୍ଟା ବଥା ହଉଛି ତ ମୁଣ୍ଡରେ କାହିଁ ହାତ ମାରୁଛୁ? ଥଣ୍ଡା ଥଣ୍ଡା ଜ୍ୱର ହେଇଯାଇଛି ଜୋର ଥଣ୍ଡା ନାକଟା ବି ତ ପୁରା ନାଲ ହେଇଗଲାଣି ଆଖି ଗୁଡାରୁ ପାଣି ବାହାରୁଛି ନାକ ନାଲିଆ ଦେଖାଯାଉଛି ଆଉ କେମିତି ଦେଖାଯାଉଛି ମୁହଁଟା ପୁରା ବେଲୁନ ପରିକା ଫୁଲିଗଲାଣି ଗାଲ ଗୁଡା ବି ବାହାରି ଗଲାଣି ଓ କି ଦୁଃଖ ତା ବୋଲି ମତେ ମାରିବ ନା କଣ କରିବି କୁହ ଥଣ୍ଡା ହେଇଛି ତମକୁ ଏଇନା କ୍ଲାଇମେଟ ଚେଞ୍ଜ ହଉଛି ଥଣ୍ଡା ହବ ଦେହ ଖରାପ ହବ ତା ବୋଲି କଣ ତା ପାଇଁ କଣ ମୋ ଦାୟୀ ଏ ଆଖିରୁ ଏତେ ପାଣି କଣ ବାହାରୁଛି ଲୋ ନା କାନ୍ଦୁଛୁ ବସିକି କିଏ ଜାଣି ସତକ ସତକ କଣ ହେଇଛି କହ ନା କଣ ହେଇଛି କହ ତୁ ତ ଘର ପଛାଡେ ଆସିକି ଏମିତି ଚୁପଚାପ କି କେବେ ବସୁନୁ ଆଜି କଣ ପାଇଁ ବସିଛୁ କଣ ଚିନ୍ତା କରୁଛୁ କହନା ଦେଖିଆ ସତରେ ତ ଥଣ୍ଡା ହେଇଛି ବୋଲି ବସିଛୁ ଏଠି ନା କଣ ମନ ଦୁଃଖରେ ବସିଛୁ କହ ସତ କଣ ହେଇଛି କହ ପଳେଇଥିଲ ସେଥିପାଇଁ ଆଉ ମୁଁ ଯାଆନ୍ତିନି କି ଏତେ ଦିନ 5 ଦିନ ହେଲାଣି ମୋର ଦେହ ଖରାପ ଥିଲା ବୋଲି ମୁଁ ଯାଇଥିଲି ମୁଁ ମାନେ ଘରେ ପଡ଼ିକି ରହିଥିଲି ଡ୍ୟୁଟି ଯାଇନଥିଲି ଆଉ ଆଜି ଯଦି ମୁଁ ଡ୍ୟୁଟି ଗଲି ତା ବୋଲି କଣ ଏମିତି ବସିକି ଖରାପ ଠିଆ କାନ୍ଦୁଛୁ ବସିକି ତୁ ସତରେ ମୋ ପାଇଁ କାନ୍ଦୁଛୁ ଓହୋ ମୋ ଧନଟାକୁ ଛାଡ଼ିକି ପଳେଇଥିଲି ବୋଲି ମତେ ଫୁଲ ଦେଇକି ମନଉଛି କେମିତି ସାଙ୍ଗମାନେ ଦେଖୁଛନ୍ତି ନା ସତରେ ମତେ ମିସ୍ କରୁଥିଲୁ ସତ କହନା ମତେ ମିସ୍ କରୁଥିଲୁ ନା ଏତେ ଭଲ ପାଉଛୁ ମତେ ଏତେ ଭଲ ପାଉଛୁ ଯେ ମୁଁ ପଳେଇଲି ବୋଲି ତୁ ଏମିତି ଖରାପ ଠିଆ ବସିକି କାନ୍ଦୁଛୁ ବସିକି କି ହସ ହଉ ଦୁଃଖ କରନି ଆସିଲି ପୁରା ପଳେଇ ଆସିଲି ଯେ ହାତରେ କଣ ଲଗେଇଛି ଏଇଠି ଅଇଁଠା ପଡିଛି ନା କଣ ହାତରେ ଡାଲି ଏଇ ବେଲା ଏଇ ଗାମଲାରେ ତୁ ଡାଲି ଆଣିକି ଖାଉଥିଲୁ ଏଇଠି ବସିକି ନା ଡାଲି ରାଗ ଥିଲା ବୋଲି କାନ୍ଦୁଛୁ ଖାଇକି ଓହୋ ଯା ହଉ କମ ସେ କମ ହସିଲୁ ତ ଖୁସି ଲାଗିଲା ହଉ ଯିବା ମୁଁ ଆସିଲି ପୁରା ହାଲୋ ଯିବା ଆସେ ଯିବା ଆସିଲି ପୁରା ବୋଇଲି ମନ ଦୁଃଖ କରନି ଆସେ ଉଠୁ ଆସୁନୁ ଛୋଟ ଛୁଆ ମାନଙ୍କ ପରିକା ଗୋଟେ ଉଠୁ ଫୁଲଟା ପୁରା ଦେଲୁ ମତେ ମୁଁ ଖୁସି ହେଇଯାଇଛି ହାଲୋ ତ ସାଙ୍ଗମାନେ ଦେଖିପାରୁଥିବେ ଆମ ଧନ ଯିଏ ତାଙ୍କୁ ଥଣ୍ଡା ପ୍ରବଳ ହେଇଯାଇଛି ସେଥିପାଇଁ ଆସିକି ଏଠି ଖରା ପିଠିଆ ବସିଛନ୍ତି ମୁଁ ତ ପଳେଇଥିଲି ସକାଳୁ ଆକ୍ଚୁଆଲି ଡ୍ୟୁଟି ସେଥିପାଇଁ ଆଜି ସକାଳୁ ବ୍ଲଗ୍ ମଧ୍ୟ ଆରମ୍ଭ କରିପାରିଲିନି ଆଉ ସକାଳୁ ଯେମିତି ଉଠିଲି ସେମିତି ହିଁ ପଳେଇଥିଲି ମୁଁ ଡ୍ୟୁଟିକୁ ଏବେ ଫେରୁଛି କ'ଣ ପାଇଁ ନା ଆଜି ସଟରଡେ ଥିଲା ତ ଆମ ପୁଅମାନଙ୍କର ଜଲ୍ଦି ଛୁଟି ହେଇଗଲା ତ ସେଥିପାଇଁ ଜଲ୍ଦି ପଳେଇ ଆସିଲି ଘରକୁ ମୁଁ 11:30 ବେଳେ ଛୁଟି ହେବା କଥା ବଟ୍ 11ଟା ବେଳେ ହିଁ ଛୁଟି ହେଇଗଲା ତ ଏବେ ଆସିକି ଯେମିତି ପହଞ୍ଚିଲି ଘରକୁ ଦେଖିଲି ଯେ ଘର ଭିତରେ ଆମ ମ୍ୟାଡ଼ାମ୍ ନାହାନ୍ତି ତାପରେ ଝରକା ପଟେ ସେପଟେ ଯେଉଁ ଝରକାଟା ଦେଖୁଛନ୍ତି ସେ ଝରକା ପାଖକୁ ଆସିକି ଦେଖିଲା ବେଳକୁ ଏଠି ବସିଛନ୍ତି ଏମିତି ପୁରା ମନ ଦୁଃଖରେ ବସିଛନ୍ତି ଆଉ ମନ ଭାଙ୍ଗିକି ଆଉ ଥଣ୍ଡା ହେଇଯାଇଛି ବୋଲି ଏତିକି ମନ ଭାଙ୍ଗିକି ବସିଛନ୍ତି ହେଲା ନା ଦ୍ୱିପହରେ ଜହ୍ନ ଆଲୁଅ ଦେଖେଇ ଦେଉଛନ୍ତି ମୋତେ ଆଉ ଥଣ୍ଡା ପ୍ରବଳ ହେଇଯାଇଛି ନା ଆକ୍ଚୁଆଲି ଅବଭିୟସଲି ସାଙ୍ଗମାନେ ହେବ ଥଣ୍ଡା ଏଇନା ହେବ କ'ଣ ପାଇଁ ନା ଥଣ୍ଡା ସରି ଆସିଲାଣି ନା ତ ଏଇନା ଖରା ମାନେ ଗରମ ପଡ଼ିବା ଆରମ୍ଭ ହେଇଗଲାଣି କାହିଁକିନା ଯେହେତୁ ଏଇନା କ୍ଲାଇମେଟ୍ ଚେଞ୍ଜ ହେଉଛି ତ ଏଇନା ଅଟୋମେଟିକ୍ ଦେହ ଖରାପ ହେବ ହିଁ ହେବ ମୋତେ ବି ରିସେଣ୍ଟଲି ଦେହ ଖରାପ ହେଇଥିଲା ମୋର ବି ଥଣ୍ଡା ପ୍ରବଳ ହେଇଥିଲା
ଆଉ ମୁଁ ବି 4-5 ଦିନ ହେଲାଣି ମୁଁ ବି ସେଥିପାଇଁ ଘରେ ହିଁ ରହିଥିଲି। ଆଉ ଏ ଥଣ୍ଡା ପାଇଁ ହିଁ ଜ୍ୱର ବି ହଉଥିଲା। ଆଉ ଡ୍ୟୁଟି ତ ଯାଇ ହଉନଥିଲା ଏତିକି ଥଣ୍ଡାରେ। ଆଉ ଦେହ ବି ବହୁତ ଖରାପ ଲାଗୁଥିଲା, ଗୋଡ଼ ହାତ ବହୁତ ବିନ୍ଧୁଥିଲା। ଯେମିତି ମୁଁ ଭଲ ହେଇଗଲି, ଏବେ ମୋ ରୋଗଟା ୟାଙ୍କୁ ଡେଇଁଲା ହେଲା। ସେପଟେ ମୋ ପୁଅ ଝରକାରେ କହିଲାଣି ହଟସ୍ପଟଟା ଟିକେ ଟିଭି ଦେଖିବ ବୋଲି। ଦେଖୁଛନ୍ତି ନା ସାଙ୍ଗମାନେ, ପଳେଇଲା। ଯେମିତି ମୁଁ ଦେଖିଲି, ଆକ୍ଚୁଆଲି ମୋ ପୁଅମାନେ କ୍ୟାମେରା ସାମ୍ନାକୁ ଆସିବା ପାଇଁ ପସନ୍ଦ କରନ୍ତିନି ହେଲା। ଭିଡ଼ିଓ ଫିଡ଼ିଓ ତାଙ୍କର ଏସବୁ ପସନ୍ଦ ନୁହଁ। ମୁଁ ହିଁ ବେଳେବେଳେ ଟିକେ କ'ଣ ନଟାଙ୍କି କରିଦିଏ। ମାନେ ସେମାନଙ୍କୁ ଭିଡ଼ିଓରେ ଆଣିବା ପାଇଁ ଚେଷ୍ଟା କରେ, କିନ୍ତୁ ଆଣିପାରେନି। କ'ଣ ପାଇଁ ନା ସେମାନେ ପସନ୍ଦ କରନ୍ତିନି ନା, ସେଥିପାଇଁ ହେଲା। କିନ୍ତୁ ଆଜି ନହେଲେ କାଲି ସେମାନେ ଆସିବେ, ଆମ ବ୍ଲଗ୍ରେ ନିହାତି ଆସିବେ। ଆପଣଙ୍କ ଭଲ ପାଇବା ଯଦି ପ୍ରଚୁର ମାତ୍ରାରେ ଆମକୁ ମିଳିବ, ତାହେଲେ ନିହାତି ଆମ ପୁଅମାନେ ବି ନିହାତି ଆପଣଙ୍କ ସାମ୍ନାକୁ ଆସିବେ। ବଟ୍ ଏବେ ଯେହେତୁ ନୂଆ ଷ୍ଟାର୍ଟ କରିଛୁ ଚ୍ୟାନେଲ୍ଟି, ତ ସେଥିପାଇଁ ଏବେ ସେମାନେ ଆସିବା ପାଇଁ ଇଚ୍ଛା କରୁନାହାନ୍ତି। ଆଉ ମୁଁ ବି ସେମାନଙ୍କୁ ଦେଖିବା ପାଇଁ ଇଚ୍ଛା କରୁନି। କ'ଣ ପାଇଁ ନା ଟିକେ ଗ୍ରୋ ହେଇଯାଉ ଆମ ଚ୍ୟାନେଲ୍ଟା। ଆପଣଙ୍କ ଭଲ ପାଇବା ଟିକେ ପ୍ରଚୁର ମାତ୍ରାରେ ଆମକୁ ମିଳୁ। ତାପରେ ସମସ୍ତଙ୍କ ଆମର ଫ୍ୟାମିଲିର ଟୋଟାଲ୍ ମେମ୍ବର କେତେ କ'ଣ ଅଛୁ, କ'ଣ କରୁଛନ୍ତି, ସବୁ କିଛି ଆପଣମାନଙ୍କୁ ଦେଖେଇବି ସାଙ୍ଗମାନେ। ତ ଚାଲନ୍ତୁ ଆଉ ମ୍ୟାଡ଼ାମକୁ ନେଇକି ଯିବା, ଖରାରେ ବହୁତ ସମୟ ବସିଲେଣି। ଚାଲ 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 ଯିବା, ଚାଲ। ଖରାରେ ବେଶୀ ସମୟ ରହିଲେ ମୁଣ୍ଡ ଫୁଣ୍ଡ ବୁଲେଇବ, ଚାଲ। ଏ କେତେ ସୁନ୍ଦର ଫୁଲ ହେଇଛି। ଏଇଟା କ'ଣ ଫୁଲ କୁହନ୍ତି? ଲଙ୍କା ମନ୍ଦାର। ଥାଉ, ଛିଣ୍ଡାଉନି ଥାଉ। ଥାଉ, ଗଛରେ ହେଇଛି, ଥାଉ, ଛିଣ୍ଡାଉନ। ତୁମେ ଚାଲୁନ, ତୁମ ଦେହ ଖରାପ ଅଛି। ଚାଲ 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 କହିଲା ବେଳକୁ ବେଶୀ ଗୋଟେ ବିଲେଇ। ମୁଁ ବିଲେଇ 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 ବିଲେଇ। ଚାଲ ଚାଲ, ବହୁତ କଥା କହିଲଣି। ସାଙ୍ଗମାନେ ଦେଖନ୍ତୁ, ଏବେ ଠିକ୍ ଥିଲେ, ଏବେ ହିଁ ସାଙ୍ଗେ ସାଙ୍ଗେ ପୁରା ମାନେ ବେଡ଼୍ରେ ପଡ଼ିଗଲେ। ମାନେ ଜ୍ୱର ବି ଆସିଲାଣି ତାଙ୍କୁ। ଧନ, ଏଇ ଯେଉଁ ଜ୍ୱର ଆଣିଲା କି? କେତେ ଯେଉଁ ଜ୍ୱର ଆଣିଲାଣି ରେ। ଆସ, ଏ ଗୋଟେ ମେଡ଼ିସିନ୍ ଆଣି ଦେଇଛି ପୁରା। କୁଆଡ଼େ ଗଲ? ଗୋଟେ ମେଡ଼ିସିନ୍ ଏବେ ସାଙ୍ଗମାନେ ଯାଇଥିଲି, ମେଡ଼ିସିନ୍ ନେଇକି ଆସିଲି ତାଙ୍କ ପାଇଁ। ଏତିକି ଗୋଟେ ମେଡ଼ିସିନ୍ ଦେଇଛନ୍ତି, ଦେଖୁଛନ୍ତି ନା? ଏତିକି ଗୋଟେ ମେଡ଼ିସିନ୍ ତାଙ୍କ ପାଇଁ ନେଇକି ଆସିଲି ନା। ଏଇଟା ଖାଲି ପେଟରେ ଖାଇବା ପାଇଁ କହିଛନ୍ତି। ଖାଇଛ କି କିଛି? ଖାଇଛ? ହଉ କିଛି ନାହିଁ, ଏଇଠି ଗୋଟେ ଖାଇଦିଅ। ଏଇଠି ଗୋଟେ ଖାଇଦିଅନି। ଉଠ ଉଠ ଉଠ, ପାଣି ଆଣିଦେଇଛି, ଉଠ ଉଠ। ସାଙ୍ଗମାନେ, ଆମର ମେନ୍ ଅତିଥି ଏମିତି ବେଡ଼୍ରେ ପଡ଼ିଗଲେ। କ'ଣ କରିବି ଏବେ କିଛି ଚିନ୍ତା କରିପାରୁନି। କ'ଣ ପାଇଁ ନା ତାଙ୍କ ବିନା ଆଉ ବ୍ଲଗ୍ ତ ଆସିବନି। ଆଉ ଦେହ ତ ଠିକ୍ ନାହିଁ ତାଙ୍କର, କେମିତି ବ୍ଲଗ୍ରେ ମୁଁ ତାଙ୍କୁ ଆଣିବି? ଫିର୍ ବି ଆଗେ ତାଙ୍କର ଦେହ ଭଲ ହେଇଯାଉ, ସେଇଟା ହେଉଛି ସବୁଠୁ ବଡ଼ କଥା ତାଙ୍କ ପାଇଁ। ନିଅ, ପାଣି ଆଣିଦେଇଛି, ନିଅ। ଏଇଠୁ ଗୋଟେ ମେଡ଼ିସିନ୍ ଖାଇଦିଅ ତ ଆଗେ। ଉଠ ଉଠ ଉଠ, ଏଇନା ପରେ ନେଇକି ଆସିଲି, ଆପୋଲୋ ଯାଇଥିଲି। ନିଅ, ଏଇଠୁ ଗୋଟେ ଖାଲି ପେଟରେ ଖାଅ ତ। ଉଠ ଉଠ, ଉଠିକି ବସ। ଉଠ, ଥଣ୍ଡା ହେଇଛି ତ, ଆଉ କ'ଣ ଏତେ ହେବ? ଏମିତି ଟିକେ ଗୋଡ଼ ହାତ ଘୋଳା ବିନ୍ଧା ହେବ। ଉଠ 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 ଉଠ। ନିଅ ନିଅ, ଏ ମେଡ଼ିସିନ୍ଟା ଖାଇଲ, ଏ ମେଡ଼ିସିନ୍ଟା ଖାଅ। ଆରେ ନିଅ, ଏମିତି ଛୋଟ ଛୁଆମାନଙ୍କ ପରିକା ହୁଅନି। ନିଅ, ମେଡ଼ିସିନ୍ଟା ଖାଅ, ଜଲ୍ଦି ଖାଇବ, ସିନା ଜଲ୍ଦି ଭଲ ହେବ। ନିଅ, ଧର କହିଲି ପରା, ଧର 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 ଧର। ଆଙ୍କର ମୁଁ କହିଦେଉଛି। ଆଙ୍କର ପାଟି ଆଙ୍କର ମୁଁ କହିଦେଉଛି। ଆଙ୍କର କହିଲି ପରା। କିଛି ପିତା ଲାଗିବନି। ନିଅ, ଆରେ ନିଅ। କେତେ ଛୋଟ ଟାବ୍ଲେଟ୍ଟା ଦେଖୁଛ ନା? ଛୋଟ ଛୁଆମାନଙ୍କ ପରିକା ହେଉଛ। ନିଅ, ଏଟା ପାଣି ନିଅ, ଖାଇଦିଅ। ଖାଅ, ଜଲ୍ଦି ଖାଅ, ଛୋଟ ଛୁଆମାନଙ୍କ ପରିକା ହେବନି, ଖାଇଦିଅ ଜଲ୍ଦି। ଖାଇକି ଜଲ୍ଦି ଭଲ ହେବ ସିନା। ତମେ ଏମିତି ଜ୍ୱର ପଡ଼ିବ ଯଦି ଆମେ କ'ଣ କରିବୁ? ଖାଅ 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 ଖାଅ, ମୋ ସୁନାଟା ପୁରା ଖାଅ। ଖାଅ, କିଛି ହେବନି, ଖାଅ ଖାଅ ଖାଅ। ବାସ୍, ଗୁଡ୍। ପାଣି ପିଇଦିଅ। ଏଇ ତ ହେଇଗଲା। ଏଇ ଯେଉଁ ବାକି ମେଡ଼ିସିନ୍ ରହିଲା ନା, ଏଇଗୁଡ଼ା ଆଉ ଟିକେ ଯାଉ, ଅଧଘଣ୍ଟେ ଯାଉ। ଏଇଠୁ ଗୋଟେ ଖାଇବ, ଏଇଠୁ ଗୋଟେ ଖାଇବ, ଆଉ ଏଇଠୁ ଗୋଟେ ଖାଇବ। ଏଇ ଯେଉଁ ଅଛି ଦିଟା, ଏଇଥିରୁ ଗୋଟେ ଖାଇବ ହେଲା। ଏଗୁଡ଼ା ଖାଇସାରିବ, ତାପରେ ଏଗୁଡ଼ା ଖାଇବ। ଏଗୁଡ଼ା ଥାଉ, ଏଠୁ ଗୋଟେ ହେଲା। ଅଧଘଣ୍ଟେ ଛାଡ଼ିକି ଏଠୁ ଗୋଟେ ଖାଇଦେବ ହେଲା। ଏଇଠି ତ ଖାଇସାରିଲ ନା, ଖାଲି ଏଇଠୁ ଗୋଟେ ଖାଇବ। ଏଇଠି ଥାଉ। ଆଉ ଗୋଟା ମୁଁ ଖୋଳ ରଖିଦେଉଛି ହେଲା। ଗୋଟା ମୁଁ ଖୋଳ ରଖିଦେଉଛି। ଶୋଇପଡ଼, ଟିକେ ଶୋଇପଡ଼। ତ ସାଙ୍ଗମାନେ, ବର୍ତ୍ତମାନ ଆମ ଧନ ମେଡ଼ିସିନ୍ ଖାଇକି ଟିକେ ଶୋଇଛନ୍ତି। ଆଉ ଦୁଇଟା ମେଡ଼ିସିନ୍ ଅଛି, ସେଗୁଡ଼ା ଖାଇନାହାନ୍ତି। କ'ଣ କରିବା, ଭଲ ଲାଗେନି ଏମିତି ଦେହ, ମାନେ ଘର ଭିତରେ କାହାରି ଗୋଟେ ଦେହ ଖରାପ ହେଲେ, କ'ଣ ଟିକେ ହେଇଗଲେ ଜମାରୁ ଭଲ ଲାଗେନି। ଆଉ ମୋତେ ବି ବହୁତ ଖରାପ ଲାଗୁଛି, ବହୁତ କଷ୍ଟ ଲାଗୁଛି ନିଜକୁ ବି, ଯେ ଆମ ଧନର ଦେହ ଖରାପ ହେଇଯାଇଛି। ଆଉ ଜଲ୍ଦି ଭଗବାନଙ୍କୁ ଡାକୁଛି କି ଜଲ୍ଦି ତାଙ୍କର ଦେହ ଭଲ ହେଇଯାଉ।
ଆଉ ପୁଣି ଥରେ ଆପଣଙ୍କ ସାମ୍ନାରେ ପୁଣି ଥରେ ଆମେ ମଜାମସ୍ତି କରିବୁ। ଆଉ ନା କହ, ଶୋଇପଡ଼ିଲେଣି, କିଛି କହିପାରିବିନି ବୋଧେ, ପୁରା ନିଦ ହେଇଗଲାଣି। ସେମାନେ ଟିକେ ଶୋଇଛନ୍ତି, ରେଷ୍ଟ ନେଉଛନ୍ତି। ଆମେ ବି ଡିଷ୍ଟର୍ବ କରିବାନି ସାଙ୍ଗମାନେ। ତ ସାଙ୍ଗମାନେ ଆଜିକାର ବ୍ଲଗ୍ରେ କେବଳ ଏତିକି। କ'ଣ ପାଇଁ ନା ଆମ ଧନ ତ ଶୋଇପଡ଼ିଲେଣି, ତାଙ୍କ ବିନା ଆମ ବ୍ଲଗ୍ ବି କମ୍ପ୍ଲିଟ୍ ହେଇପାରିବନି। ତ ସେଥିପାଇଁ ଆଜି ଏତିକିରେ ମୁଁ ବ୍ଲଗ୍ଟି ଶେଷ କରୁଛି ସାଙ୍ଗମାନେ। ତ ଦେଖା ହେବା ଗୋଟେ ନୂଆ ବ୍ଲଗ୍ରେ। ଟେକ୍ କେୟାର, ବାଏ ବାଏ, ଜୟ ଜଗନ୍ନାଥ।